ପ୍ରାୟତଃ 13-14 ବର୍ଷ ହେବା ବେଳକୁ ପ୍ରେମରେ ମନ ଉବୁଟୁବୁ ହେଉଥାଏ। ଇଚ୍ଛା ହେଉଥାଏ କିଏ ଗୋଟା ମିଳିଯାଆନ୍ତି କି ମନର ସାଥୀଟିଏ, ମନ କଥା ବୁଝିବା ପାଇଁ ଜଣେ ଆପଣାର ପିଲାଟେ ଖୋଜି ବୁଲୁଥାଏ ମନ, ଯିଏ ମୋ ବାଳକୁ ଟିକେ ସାଉଲାଇ ଦେଉଥିବ ଆଉ ମତେ ଜାବୁଡି ଧରୁଥିବ। ଏକୁଟିଆ ଥିଲେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଖେଳ ଖେଳୁଥିବ। ଏହିଭଳି ଅବସ୍ଥାରେ କିଛି ଝିଅମାନେ ଖୋଜି ବୁଲନ୍ତି ନିଜର ପ୍ରେମିକ। କଥା ହେଉଛି ଛବି ନାନୀର ଝିଅ ମେଘାର। ମେଘା ଏଇ ବୟସରେ ସାଥୀଟିଏ ଖୋଜି ବୁଲୁଥିଲା। ବୟସ ବହୁତ ନହେଲେ କଣ ହେବ, ତା ଦୁଧ କିନ୍ତୁ ବେଶ ଆକର୍ଷଣୀୟ ଥିଲା। ମେଘାର ସାଇଜ ଦେଖିଲେ ସାଇଟା ଯାକ ଟୋକାଙ୍କ ବାଣ୍ଡ ଠିଆ ହୋଇଯାଏ। ସେ ଯେତେବେଳେ ଗାଣ୍ଡି ଦୋହଲାଇ କୂଅ ମୂଳକୁ ଯାଏ, କିଏ ତା ଗାଣ୍ଡିକୁ ଦେଖୁଥାଏ ତ ଆଉ କିଏ ତା ଆଗପଟକୁ ଯାଇ ତା ଦୁଧର ଫାଙ୍କ ଦେଖୁଥାଏ। ଗାଁ ଯାକ ଟୋକାଙ୍କ ନଜର ମେଘା ଉପରେ। କେମିତି ଥରେ ତାକୁ ଏକୁଟିଆ ପାଇଁ ତା ଦୁଧକୁ ଚିପୁଡି ପକାଇବା କଥା ଭାବେ ତ ଆଉ କିଏ ଗାଣ୍ଡି ପଟେ ବାଣ୍ଡ ପୁରାଇ ଷ୍ଟ୍ରୋକ ମାରିବା କଥା ଭାବେ। ହେଲେ ସତେ ଯେମିତି ମେଘା ବିଆ କେଉଁ ସାଇ ଟୋକାଙ୍କ ବାଣ୍ଡର ଭାଗ୍ୟରେ ନଥିଲା। ମେଘାକୁ ସିନା ସାଇ ଟୋକା ଲାଇନ ମାରୁଥିଲେ, ହେଲେ ମେଘା କିନ୍ତୁ ସାହିତ୍ୟ ସାରଙ୍କ ବାଣ୍ଡ ପାଇବା ପାଇଁ ହମ ହମ ହେଉଥିଲା, ହେଲେ କିଛି କହିପାରୁନଥିଲା। ମେଘା ଯେମିତି ହରି ସାରଙ୍କୁ ଭଲ ପାଉଥିଲା, ହରି ସାର ବି ମନେ ମନେ ମେଘାର ବିଆରେ ବାଣ୍ଡ ପୁରାଇବା ପାଇଁ ସ୍ୱପ୍ନ ଦେଖୁଥିଲେ। ଦୁହେଁ ଦୁହିଁଙ୍କୁ ପାଇବା ପାଇଁ ଆକୁଳ ଥିଲେ ବି ଦିଜଣଙ୍କ ମନ କଥା ଦିହେ ବୁଝି ପାରୁନଥିଲେ। ନିତିଦିନ ସ୍କୁଲରେ ଦିଜଣ ଯାକ ପରସ୍ପରକୁ ଉଣ୍ଡାଉଣ୍ଡି ହୋଇ ଖାଲି ଯାହା ସ୍ମାଇଲ ଦେଉଥିଲେ। ସେଦିନ ସ୍କୁଲରେ ଗଣେଶ ପୂଜା ଥାଏ। ମେଘା ଗୋଲାପୀ ରଗର ଡ୍ରେସରେ ଜଳୁଥାଏ। ସେତେବେଳକୁ ମେଘା ବ୍ରା ବି ପିନ୍ଧୁନଥିଲା। ଦୁଧ ଉପରେ ଖାଲି ସେମିଜଟା ପିନ୍ଧୁଥିବାରୁ ଭୁଣ୍ଡି ଯୋଡା ବାହାରକୁ ସ୍ପଷ୍ଟ ଦିଶୁଥିଲା। ମେଘାର ଏଭଳି ରୂପରେ ସମସ୍ତେ ହାଣି ହୋଇଯାଉଥିଲେ। ମେଘାକୁ ଦେଖିବା ପରେ ହରି ସାରଙ୍କ ଅବସ୍ଥା ଅସମ୍ଭାଳ। ପ୍ୟାଟ ଭିତରୁ ଲମ୍ବା ବାଣ୍ଡଟା ଖାଲି ଫମ ଫମ ହେଉଥାଏ। ସେଦିନ କାହିଁକି କେଜାଣି ହରି ସାରଙ୍କୁ ମେଘା ଭାରି ଲାଇନ ଦେଉଥାଏ। ହରି ସାର ବି ଏହାକୁ ସୁବର୍ଣ୍ଣ ସୁଯୋଗ ଭାବି ମେଘା ପାଖରେ ଘଷି ହେଉଥାନ୍ତି। ସୁଯୋଗ ମିଳିଲେ ମେଘା ଦୁଧରେ ହାତ ବି ଘଷି ଦେଉଥାନ୍ତି। ହରି ସାରଙ୍କ ହାତ ବାଜିଲେ ମେଘା ଦେହ ସିରିଶ୍ରି ହୋଇଯାଉଥାଏ। ହାଲକା ସ୍ମାଇଲ ଦେଇ ମେଘା ଭାବୁଥାଏ ସାର ଚିପି ଦିଅନ୍ତେ କି, କିନ୍ତୁ ଏତେ ପିଲା ଭିତରେ ଚିପାଚିପି ହୋଇପାରୁନଥାଏ। ଏହି ସମୟରେ ହରି ସାର କହିଲେ, ମେଘା ଟିକେ କମନ ରୁମ ମାଠିଆରୁ ପାଣି ଗିଲାସେ ଆଣିଲୁ। ମେଘା ସାରଙ୍କ କଥା ଶୁଣି ସିଧା କମନ ରୁମ ଆଡେ ଚାଲିଲା। କମନ ରୁମ ପୁରା ଫାଙ୍କା ଥାଏ। ହରି ସାରେ ବି କମନ ରୁମ ଆଡେ ମାଡିଗଲେ। ହଠାତ୍ ହରି ସାର ମେଘାକୁ ପଛପଟୁ କୁଣ୍ଢାଇ ଧରି ତାର 32 ସାଇଜ ଦୁଧକୁ ମନ୍ଥି ଚାଲିଲେ। ମେଘା ଖାଲି ଓହ ଆହ ହେଉଥାଏ, ହେଲେ ବେଶୀ ସମୟ ଚିପାଚିପି ହୋଇପାରିଲାନି। କାଳେ କିଏ ଦେଖିଦେବ ବୋଲି ଦୁହେଁ ବାଟ କାଟି ପଳାଇଲେ। ସେଦିନ ରାତିରେ ହରି ସାର କି ମେଘା କେହି ଶୋଇ ପାରୁନଥାନ୍ତି। ହରି ସାରଙ୍କ କଥା ଭାବି ମେଘା ତା ବିଆ ବାଳ ସାଉଳିବା ସହ ବିଆ ପାଖୁଡାକୁ ଘଷି ଘଷି ଗରମ ପାଣି ବାହାର କରିଦେଲା। ସେପଟେ ହରି ସାର ତାଙ୍କର ଲମ୍ବା ବାଣ୍ଡଟାକୁ ଧରି ମେଘା 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 କହି କଟକ ପୁରୀ କରୁଥାନ୍ତି। ଏମିତି 2 ଦିନ ଗଲା। ରାତି ହେଲେ ମେଘା ସାରଙ୍କ କଥା ଆଉ ସାର ମେଘା କଥା ଭାବି କାମ ଭୋକରେ ଆଉଟୁ ପାଉଟୁ ହେଉଥାନ୍ତି। ହେଲେ ଏତେ ଶୀଘ୍ର ଦିହିଁଙ୍କ ମନସ୍କାମନା ପୂରଣ ହେବ ବୋଲି କେବେ ଭାବିନଥିଲେ। ସେଦିନ ଥାଏ ରବିବାର। ଗଣେଶ ବିସର୍ଜନ ହେବେ। ହରି ସାରଙ୍କୁ ଦାୟିତ୍ୱ ଦେଇ ଆଉ ସବୁ ସାର ଛୁଟିରେ ରହିଯାଇଥିଲେ। ବିସର୍ଜନ ପାଇଁ ମାତ୍ର 8-10ଟା ବାଳୁଙ୍ଗା ଟୋକା ଆସିଥାନ୍ତି। 8-10ଟା ଝିଅ ବି ଆସିଥାନ୍ତି। ଗଣେଶ ମେଢ କାନ୍ଧେଇ ପିଲାମାନେ ପୋଖରୀ ଆଡେ ଚାଲିଲେ। ହେଲେ ମେଘାକୁ ଅଟକାଇ ଦେଲେ ହରି ସାର। କହିଲେ, ଆରେ ତୁ କୁଆଡେ ଯାଉଛୁ? ଏ ଘର ଓଳାଓଳି କିଏ କରିବ? ମେଘା ବୁଝି ପାରୁଥିଲା ସାରଙ୍କ ଇସାରା। ପାଖରେ ଥାଏ ହେଡମାଷ୍ଟରଙ୍କ କ୍ୱାର୍ଟର। ହରି ସାରଙ୍କୁ ହେଡସାର ଚାବି ଦେଇକି ଯାଇଥାନ୍ତି। ପିଲାମାନେ ବିସର୍ଜନ ସାରି ଫେରିବାକୁ ଘଟାଏ ଖଣ୍ଡେ ଲାଗିବ। ଏଇ ମୌକାରେ ମେଘାକୁ ଗେହିବା ପାଇଁ ହରି ସାର ପୁରା ପ୍ଲାନି କରିଥାନ୍ତି। ହେଡସାରଙ୍କ କ୍ୱାର୍ଟରରେ ପଶି ହରି ସାର ବାହାର ପଟୁ ଖିଡକି ଦେଇଦେଲେ। ଭିତରେ ଥାଆନ୍ତି ସେ ଆଉ ମେଘା। ହଠାତ୍ ମେଘାକୁ ସେ ଘର ଭିତରକୁ ଭିଡି ନେଲେ। ମେଘାର ବାଳ ସାଉଳାଇ ଗେଲ କରିବାକୁ ଲାଗିଲେ। ମେଘା ସ୍କୁଲ ଡ୍ରେସ ଭିତରେ ହାତ ଗଳାଇ ତାର ନରମ ନରମ ଥଲ ଥଲ ଦୁଧ ଯୋଡାକୁ ଚିପି ଚାଲିଲେ ହରି ସାର। ମେଘା ଦେହ ବି ଗରମ ହୋଇଯାଉଥାଏ, ଆଉ ସେ ଖାଲି ଆହ କହି ଚିତ୍କାର କରୁଥାଏ। ହଠାତ୍ ହରି ସାର ମେଘାର ପ୍ୟାଟ ଖସାଇ ଦେଇ ଚଡି ତଳକୁ କରିଦେଲେ। ମେଘାର ଗୋରା ଗୋରା ବିଆରେ ବୁଦା ବୁଦା ବାଳ। ବୁଦା ବୁଦା ବାଳ ଉପରେ ହରି ସାର ସାଉଳୁଥିବା ବେଳେ ମେଘାର ଖାଲି ଗରମ ନିଶ୍ୱାସ ବାହାରୁଥାଏ। ପ୍ରଥମ ଥର ପାଇଁ ପୁରୁଷଟେ ତାବିଆ ପାଖୁଡାରେ ହାତ ମାରିବାର ସୁଖ ଅନୁଭବ କରୁଥାଏ ମେଘା। ମେଘା ଦେହରେ ଶିହରଣ ଖେଳି ଯାଉଥାଏ। କିଛି କହୁନଥିଲେ ବି
ପ୍ରଥମ ବିଆ ଘର୍ଷଣର ମଜା ନେଉଥାଏ ସେ ଏପଟେ ହରି ସାରଙ୍କ ପ୍ୟାଟ ଉପରଟା ଉଚ୍ଚା ହୋଇଯାଇଥାଏ। ମେଘା ବି ସାରଙ୍କୁ ସହଯୋଗ କରିବାରେ ଲାଗିଲା। ସାରଙ୍କ ପ୍ୟାଟ ଚେନ୍ ଖୋଲି ଚଡ଼ି ଭିତରୁ ବାହାର କରି ଆଣିଲା 7 ଇଞ୍ଚିଆ ଲମ୍ବା ମୋଟା ବାଣ୍ଡଟାକୁ ଧରି ସେ ହାତରେ ଖେଳି ଚାଲିଲା। ହରି ସାର ମେଘାକୁ ତଳେ ଶୁଆଇ ଦେଇ ତା ବିଆ ଭିତରେ ମୁହମ ପୁରାଇ ଚୁଷି ଚାଲିଲେ। ଜିଭରେ ତା ବିଆ ପାଖୁଡାକୁ ସଲସଲ କରୁଥିବା ବେଳେ ମେଘାର ଚିତ୍କାର ତାଙ୍କର କାମନାକୁ ଆହୁରି ଦ୍ୱିଗୁଣିତ କରିଦେଉଥିଲା। ନୂଆ ବିଆ, ଛୋଟ ପିଲାଟା, ଏତେ ବଡ ବାଣ୍ଡ କଣ ସେ ନେଇପାରିବ? କାଳେ କଣ ହେଇଯିବ ଏଇ ଚିନ୍ତା ଘାରୁଥିଲା ହରିସାରଙ୍କୁ। ମେଘା ବିଆରେ ବାଣ୍ଡଟା ପୁରାଇ ଷ୍ଟ୍ରୋକ୍ ମାରିବାକୁ ମନ ହେଉଥିଲେ ବି ମନରେ ଡର ପଶିଯାଇଥିଲା। ହେଲେ ହରିସାର ଯେତେବେଳେ ମେଘା ବିଆରେ ମଝି ଆଙ୍ଗୁଠିଟା ପୁରାଇ ଦେଲେ ସେଇଟା ପଚକିନା ପଶିଗଲା। ସେ ଆଶ୍ଚର୍ଯ୍ୟ ହେଇ ମେଘାକୁ ପଚାରିଲେ, ମେଘା ତୋର କଣ ଥିଲା ହେଇଯାଇଛି? ସେ କହିଲା, ସାର ଆପଣଙ୍କ କଥା ଭାବି ଭାବି ସବୁଦିନ ଆଙ୍ଗୁଠି ମାରୁଛି। 3ଟା ଆଙ୍ଗୁଠି ପଶି ଯାଉଛି। ହରି ସାରଙ୍କ ମନରେ ଥିବା ଡର କୁଆଡେ ଉଭାଇଗଲା। ନିଜ ବାଣ୍ଡକୁ ସଳଖି ଆଉ ଡେରି ନକରି ସେ ମେଘା ବିଆରେ ଢୁକେଇ ଦେଲେ। ଏତେ ବଡ ବାଣ୍ଡଟା ମେଘା ବିଆରେ ସଟ୍ କିନା ପଶିଗଲା। ସାର ଷ୍ଟ୍ରୋକ୍ ପରେ ଷ୍ଟ୍ରୋକ ନାଦି ଚାଲିଥାନ୍ତି। ଆହି ଉ ଏ ମା ଆହ ଉ ଏ ମାରେ କମ୍ପି ଉଠିଥାଏ ଘର। ସାର ଆହୁରି ଗିହନ୍ତୁ, ଆହୁରି ଜୋରରେ ଗିହନ୍ତୁ। ଆପଣଙ୍କ ବାଣ୍ଡ ଗିହଣା ବଢିଆ ଲାଗୁଛି ବୋଲି କହୁଥାଏ। ହରି ସାର ବି ଆହୁରି ଜୋରରେ ନାଦି ଚାଲିଲେ। ସାର ନୂଆ ପୋଜରେ କରନ୍ତୁ। ତହୁ ହରି ସାର ତାକୁ ଗାଣ୍ଡି ଦେଖାଇବାକୁ କହିଲେ। ମେଘା ତା ଗାଣ୍ଡିଟା ହରି ସାରଙ୍କୁ ଆଡକୁ ରଖିଦେଇଥାଏ। ବିଆରୁ ବୋହୁଥାଏ ଠପ ଠପ ଗରମ ପାଣି। ପଛପଟୁ ଟାଣି ଆଣି ହରି ସାର ତା ବିଆରେ ବାଣ୍ଡଟା ପୁରାଇ ଗୋଟେ ଷ୍ଟ୍ରୋକ୍ ମାରିବା ବେଳକୁ ମେଘା ଇଲୋ ବୋଉଲୋ କହି ଚିଲାଇ ପକାଇଲା। 7 ଇଞ୍ଚିଆ ମୋଟା ବାଣ୍ଡ, ପୁଣି ପଛୁଆ ଗିହାର ହୁଙ୍କା ପାହାର। ମେଘା କୁଆଡେ ସମ୍ଭାଳିତାନ୍ତା। ତଥାପି ବି ହରିସାର 3-4ଟା ଷ୍ଟ୍ରୋକ୍ ମାରିବା ପରେ ମେଘା କହିଲା, ସାର ସେତିକି ଥାଉ, ମୋ ବିଆ ଫାଟିଯିବ।